ଆମେ ଆଜି ଆଲୋଚନା ଯେଉଁ ବିଷୟରେ ଗଭୀର ଭାବରେ ଆଲୋଚନା କରିବାକୁ ଯାଉଛେ ତାହା କେବଳ ଏକ ପୁସ୍ତକ ନୁହେଁ, ଏହା ଓଡ଼ିଶାର ସାଂସ୍କୃତିକ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଆଜ୍ଞା। ଆମେ କଥା ହେଉଛେ ଅତିବଡ଼ି ଜଗନ୍ନାଥ ଦାସଙ୍କ ଦ୍ୱାରା ରଚିତ ଶ୍ରୀମଦ୍ ଭାଗବତ ବିଷୟରେ। ନିଶ୍ଚିତ ଭାବରେ। ଆଉ ଏହା କେବଳ ଏକ ଧର୍ମଗ୍ରନ୍ଥ ନୁହେଁ, ଏହା ଏକ ମହାକାବ୍ୟ। ଆଜି ଆମେ ଏହାର ତୃତୀୟ ସ୍କନ୍ଧରୁ ଗୋଟିଏ ବହୁତ ନାଟକୀୟ ଅଂଶକୁ ନେଇ ଚର୍ଚ୍ଚା କରିବା। ହଁ, ଆଉ ଆମେ ଯେଉଁଠୁ ଆରମ୍ଭ କରୁଛେ ସେଠି ଏକ ମହାସଂଘର୍ଷର ମଞ୍ଚ ପୂରାପୂରି ପ୍ରସ୍ତୁତ ହୋଇସାରିଛି। ଆଚ୍ଛା। ହିରଣ୍ୟାକ୍ଷ ନାମକ ଜଣେ ଅସୁର ଯିଏ ନିଜକୁ ଅଜେୟ ମନେ କରୁଛି, ସେ ସାରା ବ୍ରହ୍ମାଣ୍ଡ ବୁଲି ଜଣେ ଯୋଗ୍ୟ ପ୍ରତିଦ୍ୱନ୍ଦ୍ୱୀ ଖୋଜୁଛି। ମାନେ ତା ସହ ଲଢ଼ିବାକୁ କେହି ନାହାନ୍ତି। କେହି ନାହାନ୍ତି। ଶେଷରେ ବରୁଣ ଦେବତା ତାକୁ ବାଟ ଦେଖାଇ କହୁଛନ୍ତି, ତୁମ ଗର୍ବକୁ ଯଦି କେହି ଭାଙ୍ଗିପାରିବେ ସେ ହେଉଛନ୍ତି ଭଗବାନ ବିଷ୍ଣୁ। ଆଉ ଏଇଠୁ ହିଁ ପ୍ରକୃତ କାହାଣୀ ଆରମ୍ଭ ହେଉଛି, ନୁହେଁ କି? ଏକଦମ। ହିରଣ୍ୟାକ୍ଷ ସିଧା ପାତାଳରେ ପହଞ୍ଚି ଯାଉଛି, ଆଉ ସେଠି ସେ ଯାହା ଦେଖୁଛି ତାହା ଅକଳ୍ପନୀୟ। ହଁ, ଭଗବାନ ବିଷ୍ଣୁ ଏକ ବିଶାଳ ବରାହ ବା ଶୂକର ରୂପରେ ନିଜ ଦାନ୍ତରେ ପୃଥିବୀକୁ ଉଠାଇ ଧରିଛନ୍ତି। ସେହି ପୃଥିବୀ ଯାହାକୁ ହିରଣ୍ୟାକ୍ଷ ସମୁଦ୍ରରେ ବୁଡ଼ାଇ ଦେଇଥିଲା। ହଁ, ଆଉ ଏବେ ଦୁଇ ମହାଶକ୍ତି ମୁହାଁମୁହିଁ। ତେବେ ଚାଲନ୍ତୁ ଦେଖିବା ଏହା ପରେ କ'ଣ ହେଉଛି। ଠିକ୍ ଅଛି, ତେବେ ହିରଣ୍ୟାକ୍ଷ ତାର ଶତ୍ରୁକୁ ପାଇଗଲା, କିନ୍ତୁ ମୁଁ ଯାହା ଭାବିଥିଲି ସେ ସିଧା ଯାଇ ଆକ୍ରମଣ କରୁନାହିଁ। ନା, ଆଦୌ ନୁହେଁ। ସେ ପ୍ରଥମେ କଥାରେ ଆଘାତ କରୁଛି। ଏକଦମ ଠିକ୍। ସେ ଜଣେ ବୁଦ୍ଧିମାନ ଯୋଦ୍ଧା। ସେ ଜାଣିଛି ଯୁଦ୍ଧଟା ଖାଲି ଶରୀରରେ ଲଢ଼ାଯାଏନି, ମନରେ ବି ଲଢ଼ାଯାଏ। ଆଚ୍ଛା। ତେଣୁ ସେ ପ୍ରଥମେ ମନସ୍ତାତ୍ତ୍ୱିକ ଚାପ ସୃଷ୍ଟି କରୁଛି। ସେ ବରାହ ରୂପୀ ବିଷ୍ଣୁଙ୍କୁ ପରିହାସ କରି କହୁଛି, ଆରେ ବନଶୂକର, ଜଙ୍ଗଲୀ ପଶୁ, ତୁ କ'ଣ ଦେବତାମାନଙ୍କର ସେବକ ସାଜିଛୁ? ତାଙ୍କ ରୂପକୁ ନେଇ ତାଚ୍ଛଲ୍ୟ କରୁଛି। ହଁ। ଏହା ତ ପୁରା ଆଧୁନିକ ଯୁଗର ଟ୍ରାଶ୍ ଟକ୍ ପରି ଲାଗୁଛି। ଯେମିତି କୌଣସି ବଡ଼ ମ୍ୟାଚ୍ ପୂର୍ବରୁ ଖେଳାଳିମାନେ ପରସ୍ପରକୁ ମାନସିକ ସ୍ତରରେ ଦୁର୍ବଳ କରିବାକୁ ଚେଷ୍ଟା କରନ୍ତି। ଆପଣ ଏହାକୁ ସେମିତି କହିପାରନ୍ତି, କିନ୍ତୁ ଏଠାରେ ଆଉ ଏକ ଗଭୀର ସ୍ତର ଅଛି। ସେ କେବଳ ଅପମାନ କରୁନାହିଁ। ଆଉ କ'ଣ କରୁଛି? ସେ ଏକ ପ୍ରକାରର କ'ଣ କହନ୍ତି, ଆଇନଗତ ଯୁକ୍ତି ବାଢ଼ିବାକୁ ଚେଷ୍ଟା କରୁଛି। ଆଇନଗତ ଯୁକ୍ତି? ହଁ, ସେ କହୁଛି, ପାତାଳ ଲୋକଙ୍କୁ ମେଦିନୀ ପୂର୍ବେ ଦେଇଛି ପଦ୍ମଜୋନି। ଓହୋ। ଅର୍ଥାତ୍ ଏହି ପୃଥିବୀକୁ ସୃଷ୍ଟିକର୍ତ୍ତା ବ୍ରହ୍ମା ଆମ ପାତାଳବାସୀଙ୍କୁ ଦେଇଛନ୍ତି, ତୁମେ ଏହାକୁ ଚୋରି କରି ନେଇଯାଉଛ। ବାଃ, ଏହା ତ ଚମତ୍କାର କଥା। ମାନେ ସେ ନିଜକୁ ଆକ୍ରମଣକାରୀ ନୁହେଁ, ବରଂ ନିଜ ସମ୍ପତ୍ତି ଫେରାଇ ନେଉଥିବା ଜଣେ ହକ୍ଦାର ଭାବେ ଦେଖାଇବାକୁ ଚେଷ୍ଟା କରୁଛି। ଏକଦମ। ସେ ବରାହଙ୍କୁ ଜଣେ ଉଦ୍ଧାରକର୍ତ୍ତା ପରିବର୍ତ୍ତେ ଜଣେ ଚୋର ଭାବେ ଚିତ୍ରିତ କରୁଛି। କିନ୍ତୁ ଏକଥା କ'ଣ ସତ? ବ୍ରହ୍ମା କ'ଣ ସତରେ ପୃଥିବୀକୁ ଅସୁରମାନଙ୍କୁ ଦେଇଥିଲେ? ଏହା ହିଁ ତ ତାର ଚାଲ। ସେ ଏକ ଅର୍ଦ୍ଧସତ୍ୟକୁ ନିଜ ସପକ୍ଷରେ ବ୍ୟବହାର କରୁଛି। ଆଚ୍ଛା। ସେ କଥାକୁ ଏପରି ଭାବେ ଉପସ୍ଥାପନ କରୁଛି ଯେପରି ତାର ଦାବି ଯଥାର୍ଥ। ଏହା ତାର ଆକ୍ରମଣକୁ ଏକ ନୈତିକ ଆବରଣ ଦେବାର ପ୍ରୟାସ। ବୁଝିଲେ। ତାପରେ ସେ ଆହୁରି ଆଗକୁ ଯାଇ ନାରଦଙ୍କ ଭବିଷ୍ୟବାଣୀକୁ ମଧ୍ୟ ପରିହାସ କରୁଛି। ହଁ, ସେହି ଅଂଶଟି ବହୁତ ରୋଚକ। ସେ କହୁଛି, ନାରଦ କହିଥିଲେ ଯେ ବିଷ୍ଣୁ ମୋତେ ମାରିବେ, କିନ୍ତୁ ମୁଁ ତ ଏଠି ଗୋଟେ ଘୁଷୁରିକୁ ଦେଖୁଛି। ହଁ। ନାରଦ ବାକ୍ୟ ଯେବେ ସତ୍ୟ, ମୁହିଁ ଦେଖଇ ବିପରୀତ। ତାର ଅହଙ୍କାର ଏତେ ଯେ ସେ ଭଗବାନଙ୍କର ଏହି ରୂପକୁ ବିଶ୍ୱାସ ହିଁ କରିପାରୁନାହିଁ। ଠିକ୍ ସେଇଆ। ତା ପାଇଁ ଶକ୍ତିର ଅର୍ଥ ହେଉଛି ଏକ ବିରାଟ ଭୟଙ୍କର ରୂପ। ସେ ଭାବିପାରୁନାହିଁ ଯେ ଦିବ୍ୟତା ଏକ ସାଧାରଣ ଦିଶୁଥିବା ରୂପରେ ମଧ୍ୟ ରହିପାରେ। ସେଥିପାଇଁ ସେ ତାଙ୍କୁ କପଟି କହୁଛି। ହଁ, ସେ କହୁଛି, ମାୟାରେ ମାରୁତୁ ଅସୁର, କପଟ ଧର୍ମ ଏତୋହର। ତା ମତରେ ଏହା ଏକ ଛଳନା, କାରଣ ତାର ମହାପରାକ୍ରମୀ ପ୍ରତିଦ୍ୱନ୍ଦ୍ୱୀ ଏମିତି ଦେଖାଯିବା ଅସମ୍ଭବ। ତେବେ ଏତେ ସବୁ ଅପମାନ, ଏତେ ସବୁ ଉତ୍ତେଜନାମୂଳକ କଥା ଶୁଣିବା ପରେ ବରାହଙ୍କର ପ୍ରତିକ୍ରିୟା କ'ଣ ଥିଲା? ମୁଁ ଭାବୁଛି ସେ ନିଶ୍ଚୟ କ୍ରୋଧରେ ଜଳି ଉଠିଥିବେ। ନା। କିନ୍ତୁ ସେମିତି କିଛି ହେଉନାହିଁ, ନୁହେଁ କି? ଆଦୌ ନୁହେଁ। ଆଉ ଏଇଠି ଆମକୁ ଆମର ପ୍ରଥମ ଏବଂ ସବୁଠାରୁ ବଡ଼ ଶିକ୍ଷା ମିଳୁଛି। କ'ଣ ସେଇଟା? ହିରଣ୍ୟାକ୍ଷର କୌଣସି କଥାରେ ବିଚଳିତ ନ ହୋଇ ବରାହ ପ୍ରଥମେ ନିଜର କର୍ତ୍ତବ୍ୟ ସମ୍ପୂର୍ଣ୍ଣ କରୁଛନ୍ତି। ସେ ଅତି ଯତ୍ନର ସହିତ ପୃଥିବୀକୁ ନେଇ ସମୁଦ୍ର ଜଳ ଉପରେ ସୁରକ୍ଷିତ ଭାବରେ ସ୍ଥାପନ କରୁଛନ୍ତି। ଏହା ଏକ ଅବିଶ୍ୱାସନୀୟ କଥା। ଏହା ତ ଏକ ବଡ଼ ଲିଡରସିପ୍ ସିଦ୍ଧାନ୍ତ ପରି ଲାଗୁଛି। ମିଶନ ଆଗ, ଅହଙ୍କାର ପଛ। ଏକଦମ। ନିଜର ବ୍ୟକ୍ତିଗତ ଅପମାନର ଜବାବ ଦେବା ପୂର୍ବରୁ ସେ ନିଜର ମୂଳ ଉଦ୍ଦେଶ୍ୟ, ଅର୍ଥାତ୍ ପୃଥିବୀର ସୁରକ୍ଷା, ତାକୁ ପ୍ରାଥମିକତା ଦେଉଛନ୍ତି। ହଁ,
ଧର୍ମ ଏବଂ କର୍ତ୍ତବ୍ୟ ତାଙ୍କ ପାଇଁ ସର୍ବୋପରି। ଥରେ ପୃଥିବୀ ସୁରକ୍ଷିତ ହୋଇଗଲା ପରେ ସେ ଶାନ୍ତ ଭାବରେ ହିରଣ୍ୟାକ୍ଷ ଆଡ଼କୁ ମୁହଁ ବୁଲାଉଛନ୍ତି। ଆଉ ତାଙ୍କ ଉତ୍ତରରେ କ୍ରୋଧ ନାହିଁ। କ୍ରୋଧ ନାହିଁ, ଅଛି ଅସୀମ ଆତ୍ମବିଶ୍ୱାସ। ଆଉ ସେ ଯେଉଁଭଳି ଭାବରେ ଉତ୍ତର ଦେଉଛନ୍ତି ତାହା ମଧ୍ୟ ଚମତ୍କାର। ସେ ହିରଣ୍ୟାକ୍ଷର ଅପମାନକୁ ଅସ୍ୱୀକାର କରୁନାହାନ୍ତି। ନା, ବରଂ ତାକୁ ସ୍ୱୀକାର କରି ତାରି ବିରୁଦ୍ଧରେ ପ୍ରୟୋଗ କରୁଛନ୍ତି। କେମିତି? ସେ କହୁଛନ୍ତି, ବନ ଶୁ କର ମୁଁ ସ୍ୱଭାବେ। ଅର୍ଥାତ୍ ହଁ, ମୁଁ ଜଙ୍ଗଲୀ ଘୁଷୁରୀ। ସେ ଏହାକୁ ସ୍ୱୀକାର କରିନେଉଛନ୍ତି। ଆଚ୍ଛା। କିନ୍ତୁ ପରମୁହୂର୍ତ୍ତରେ ସେ କଥାକୁ ବୁଲାଇ ଦେଇ କହୁଛନ୍ତି ଯେ ସେ ତାପରି ଶ୍ୱାନଗଣ ବା କୁକୁରମାନଙ୍କୁ ଶିକାର କରିବାକୁ ହିଁ ଆସିଛନ୍ତି। ବାଃ, ମାନେ ସେ ହିରଣ୍ୟାକ୍ଷର ଅସ୍ତ୍ରକୁ ତା ଉପରେ ହିଁ ଚଲାଇ ଦେଉଛନ୍ତି। ଠିକ୍। ଏହା ତ ଆଜିକାଲିର ଅନଲାଇନ୍ ଟ୍ରୋଲମାନଙ୍କୁ ସାମ୍ନା କରିବାର ସବୁଠୁ ଭଲ ଉପାୟ ପରି ଲାଗୁଛି। ହଁ, କହିପାରନ୍ତି। ସେମାନଙ୍କ କଥାରେ ପ୍ରତିକ୍ରିୟାଶୀଳ ନ ହୋଇ ନିଜ କାମରେ ଧ୍ୟାନ ଦିଅ ଏବଂ ସେମାନଙ୍କ କଥାକୁ ହସରେ ଉଡ଼ାଇ ଦିଅ। ଆଉ ଶେଷରେ ସେ ନିଜର ଉଦ୍ଦେଶ୍ୟ ସ୍ପଷ୍ଟ କରି କହୁଛନ୍ତି, ଆଜି ତୋର ସଂହାର କରିବି, ସୁରହିତ ଶୋକ ନିବାରିବି। ଅର୍ଥାତ୍ ଏହା ମୋର ବ୍ୟକ୍ତିଗତ ଲଢ଼ାଇ ନୁହେଁ, ଏହା ଦେବତାମାନଙ୍କର ଦୁଃଖ ଦୂର କରିବା ପାଇଁ, ସଂସାରର ମଙ୍ଗଳ ପାଇଁ। ହଁ। ଆଚ୍ଛା, ତେବେ କଥାବାର୍ତ୍ତା ସରିଲା। ଏବେ ପ୍ରକୃତ ଲଢ଼େଇର ପାଣି। ହିରଣ୍ୟାକ୍ଷର ପ୍ରଥମ ଆକ୍ରମଣ କେତେ ଭୟଙ୍କର ଥିଲା। କଳ୍ପନାତୀତ। ଜଗନ୍ନାଥ ଦାସ ଲେଖିଛନ୍ତି ଯେ ହିରଣ୍ୟାକ୍ଷ ନିଜର ବିଶାଳ ଗଦା ଉଠାଇ ଏପରି ଗର୍ଜନ କଲା ଯେ ଶବ୍ଦେ ବ୍ରହ୍ମାଣ୍ଡ କମ୍ପେଲା। ପୁରା ବ୍ରହ୍ମାଣ୍ଡ ଥରି ଉଠିଲା। ହଁ, ସେ ନିଜର ସମସ୍ତ ଶକ୍ତି ଲଗାଇ ବରାହଙ୍କ ଉପରେ ପ୍ରହାର କଲା। ଗଦା? ଏହା ତ କୌଣସି ସୂକ୍ଷ୍ମ ଅସ୍ତ୍ର ନୁହେଁ। ଏହା ହେଉଛି କେବଳ ପାଶବିକ ଶକ୍ତିର ପ୍ରତୀକ, କେବଳ ବଳ ପ୍ରୟୋଗ। ଠିକ୍। ଏହା ହିରଣ୍ୟାକ୍ଷର ଚରିତ୍ରକୁ ଦର୍ଶାଉଛି। କେବଳ ଅସୀମ ଶକ୍ତି, କିନ୍ତୁ କୌଶଳ କିମ୍ବା ସଂଯମ ନାହିଁ। କିନ୍ତୁ ଭଗବାନ? ଭଗବାନ ବିଷ୍ଣୁ ସେହି ପ୍ରଚଣ୍ଡ ଆଘାତକୁ ନିଜର ମାୟାବଳେ ଅତି ସହଜରେ ଏଡ଼ାଇ ଦେଉଛନ୍ତି। ମାୟାବଳେ? ଏଠାରେ ମାୟାବଳର ଅର୍ଥ କେବଳ ଶାରୀରିକ ଚତୁରତା ନୁହେଁ, ଏହା ଦୈବିକ କୌଶଳ, ଯାହା ସାଧାରଣ ନିୟମର ବାହାରେ। ମାନେ ପାଶବିକ ବଳ ବନାମ ଦିବ୍ୟ କୌଶଳର ଲଢ଼ାଇ। ସଠିକ୍। ତାପରେ ତ ପ୍ରକୃତ ଗଦାଯୁଦ୍ଧ ଆରମ୍ଭ ହେଲା। ଗ୍ରନ୍ଥରେ ବର୍ଣ୍ଣନା ଅଛି ଯେ ଦୁହେଁ ଯୁଦ୍ଧ କଳାରେ ଦକ୍ଷ ଥିଲେ। ହଁ, ଦୁହେଁ ଦକ୍ଷ ଥିଲେ। ଏହି ଯୁଦ୍ଧର ଦୃଶ୍ୟକୁ ଟିକେ ବିସ୍ତାରରେ ବର୍ଣ୍ଣନା କରିହେବ କି? ନିଶ୍ଚୟ। ଆପଣ କଳ୍ପନା କରନ୍ତୁ, ଦୁଇଟି ମହାଶକ୍ତିଶାଳୀ ସତ୍ତା ମଣ୍ଡଳାକାରରେ ଘୁରି ଘୁରି ପରସ୍ପରକୁ ଆକ୍ରମଣ କରୁଛନ୍ତି। ଆଚ୍ଛା। ସେମାନଙ୍କ ଗଦା ଯେତେବେଳେ ପରସ୍ପର ସହ ବାଜୁଛି, ସେଥିରୁ ବଜ୍ରପାତ ଭଳି ଶବ୍ଦ ବାହାରୁଛି ଆଉ ଅଗ୍ନି ସ୍ଫୁଲିଙ୍ଗ ଝରୁଛି। ବାପରେ। ପାତାଳର ଭୂମି ଥରୁଛି, ସମୁଦ୍ରର ଜଳ ଆକାଶକୁ ଉଠୁଛି। ଏହା କୌଣସି ସାଧାରଣ ଲଢ଼ାଇ ନୁହେଁ, ଏହା ଦୁଇଟି ପ୍ରଳୟଙ୍କରୀ ଶକ୍ତିର ଟକ୍କର। ଆଉ ଏହା କୌଣସି ସଫାସୁତୁରା ଲଢ଼େଇ ନଥିଲା। ଲେଖା ଅଛି ଫାଟି ବହଇ ଶୁଣିଧାରା। ହଁ, ଦୁହିଁଙ୍କ ଶରୀରରୁ ରକ୍ତର ନଦୀ ବୋହିଯାଉଛି। ଏହା ଦର୍ଶାଉଛି ଯେ ଏହା କେତେ ଭୟଙ୍କର, କେତେ ନିର୍ଣ୍ଣାୟକ ଲଢ଼େଇ ଥିଲା। କେହି ହେଲେ ପଛକୁ ହଟୁ ନଥିଲେ। ନା, ଏହା ଏକ ପ୍ରକାର ଅଚଳାବସ୍ଥା ଥିଲା। ଦୁହେଁ ସମାନ ଭାବରେ ଶକ୍ତିଶାଳୀ, ସମାନ ଭାବରେ କୁଶଳୀ। ଆଉ ଯୁଦ୍ଧ ଚାଲିଥିଲା। ହଁ, ଯୁଦ୍ଧ ଘଣ୍ଟା ଘଣ୍ଟା ଧରି ଚାଲିଲା, କିନ୍ତୁ କାହାରି ହାରଜିତ ହେଉନଥିଲା। ଏହି ଭୟଙ୍କର ଯୁଦ୍ଧ ହିଁ ପରବର୍ତ୍ତୀ ଘଟଣା ପାଇଁ ପୃଷ୍ଠଭୂମି ପ୍ରସ୍ତୁତ କରୁଛି। ତେବେ ଯେତେବେଳେ ପାତାଳରେ ଏହି ମହାଯୁଦ୍ଧ ଚାଲିଛି, ଉପରେ ସ୍ୱର୍ଗଲୋକରେ କ'ଣ ହେଉଛି? ଦେବତାମାନେ ତ ନିଶ୍ଚୟ ଚିନ୍ତାରେ ଥିବେ। ଚିନ୍ତାରେ କ'ଣ? ସେମାନେ ଭୟଭୀତ ହୋଇପଡ଼ୁଛନ୍ତି। ଯୁଦ୍ଧର କୌଣସି ପରିଣାମ ବାହାର ନଥିବାରୁ ସେମାନେ ଆତଙ୍କିତ। ଆଚ୍ଛା। ସେତେବେଳେ ସ୍ୱୟଂ ସୃଷ୍ଟିକର୍ତ୍ତା ବ୍ରହ୍ମା ଦାୟିତ୍ୱ ନେଉଛନ୍ତି, କିନ୍ତୁ ସେ ଯୁଦ୍ଧ କରିବାକୁ ଆସୁନାହାନ୍ତି। ତେବେ? ସେ ଆସୁଛନ୍ତି ପ୍ରାର୍ଥନା କରିବାକୁ। ଆଉ ତାଙ୍କର ପ୍ରାର୍ଥନା ବହୁତ ଆକର୍ଷଣୀୟ। ଏହା କେବଳ ହେ ପ୍ରଭୁ ରକ୍ଷା କର ବୋଲି ଏକ ସାଧାରଣ ପ୍ରାର୍ଥନା ନୁହେଁ। ନା, ଆଦୌ ନୁହେଁ। ଏହା ଏକ ପ୍ରକାରର ଷ୍ଟ୍ରାଟେଜିକ୍ ବ୍ରିଫିଂ ବା ରଣନୈତିକ ପରାମର୍ଶ। ଏକଦମ। ବ୍ରହ୍ମା ପ୍ରଥମେ ନିଜର ଦୋଷ ସ୍ୱୀକାର କରୁଛନ୍ତି। ସେ କହୁଛନ୍ତି, ଆମ୍ଭ ସକାଶୁ ବର ପାଇ ଏ ଦୈତ୍ୟ ଶତ୍ରୁଶୂନ୍ୟ ହୋଇ। ଅର୍ଥାତ୍ ହେ ପ୍ରଭୁ, ଏହି ସମସ୍ୟା ପାଇଁ ମୁଁ ମଧ୍ୟ କିଛି ମାତ୍ରାରେ ଦାୟୀ। ମୋଠାରୁ ବର ପାଇ ହିଁ ସେତେ ଶକ୍ତିଶାଳୀ ହୋଇଛି। ହଁ। ଏହା କ'ଣ ନମ୍ରତା? ନା ସେ ପରୋକ୍ଷରେ କହୁଛନ୍ତି, ମୁଁ ଏହି ନିଆଁ ଲଗାଇଛି, ଏବେ ଆପଣ ଦୟାକରି ଏହାକୁ ଲିଭାଇ ଦିଅନ୍ତୁ। ହଁ, ଏହାକୁ ଆପଣ ଯେମିତି ବି ଦେଖିପାରନ୍ତି। ଏହା ଦୁଇହି ଚରିତ୍ରମାନଙ୍କର ଜଟିଳତାକୁ ଦର୍ଶାଏ। ହଁ। କିନ୍ତୁ ଏହାପରେ ସେ ପ୍ରକୃତ ରଣନୀତି କଥା କହୁଛନ୍ତି। ସେ ଭଗବାନଙ୍କୁ ସମୟ ବିଷୟରେ ସଚେତନ କରାଉଛନ୍ତି। ସେ କହୁଛନ୍ତି, ସନ୍ଧ୍ୟା ବିଭାବରୀ ବା ସନ୍ଧ୍ୟା ସମୟ ଆସିଯାଉଛି। ଆଉ ସନ୍ଧ୍ୟା ସମୟ ହେଉଛି ଆସୁରୀ ବେଳା। ଏହାର ଅର୍ଥ କ'ଣ?
ଏହା ଏକ ପ୍ରକାର ଅସୁରମାନଙ୍କ ପାଇଁ ହୋମ୍ ଗ୍ରାଉଣ୍ଡ ଆଡଭାଣ୍ଟେଜ୍ ପରି କି? ବହୁତ ବଢ଼ିଆ ଉପମା। ସୂର୍ଯ୍ୟାସ୍ତ ପରେ ସେମାନଙ୍କର ଶକ୍ତି ବଢ଼ିଯାଏ। ଆପଣ ଏହାକୁ ଠିକ୍ ସେହିପରି ବୁଝିପାରିବେ। ପ୍ରାଚୀନ ବିଶ୍ୱାସ ଅନୁସାରେ ସନ୍ଧ୍ୟା ସମୟରେ ଅସୁରମାନଙ୍କର ମାୟାବୀ ଶକ୍ତି ବହୁଗୁଣିତ ହୋଇଯାଏ। ଓହୋ, ତେଣୁ ବ୍ରହ୍ମା ଚିନ୍ତିତ। ହଁ, ସେ ଚିନ୍ତିତ ଯେ ଯଦି ହିରଣ୍ୟାକ୍ଷକୁ ସନ୍ଧ୍ୟା ପୂର୍ବରୁ ବଧ କରାନଯାଏ ତେବେ ତାଙ୍କୁ ହରାଇବା ପ୍ରାୟ ଅସମ୍ଭବ ହୋଇଯିବ। ସେଥିପାଇଁ ସେ କହୁଛନ୍ତି କ୍ରୀଡ଼ା ନ କର ଗଦା ପାଣି। ହଁ, ଅର୍ଥାତ୍ ହେ ଗଦାଧାରୀ, ଏହାକୁ ଆଉ ଖେଳ ବୋଲି ଭାବ ନାହିଁ, ଏହାକୁ ଶୀଘ୍ର ସମାପ୍ତ କର। ତାମାନେ ବ୍ରହ୍ମା ସିଧାସଳଖ କହୁଛନ୍ତି ସମୟ ସରିଆସୁଛି, ଏହି ଲେଭଲକୁ ଶେଷ କର, ନହେଲେ ଫାଇନାଲ ବସ୍କୁ ଆହୁରି ପାୱାର ଅପ୍ ମିଳିଯିବ। ଠିକ୍ ସେଇଆ। ଆଉ ସେ ଏକ ନିର୍ଦ୍ଦିଷ୍ଟ ସମୟ ବିଷୟରେ ମଧ୍ୟ କହୁଛନ୍ତି, ଅଭିଜିତ ମୁହୂର୍ତ୍ତ। ଆଚ୍ଛା। ହଁ, ସେ କହୁଛନ୍ତି ଯେ ଅଭିଜିତ ନାମକ ଏକ ଶୁଭ ମୁହୂର୍ତ୍ତ ଆସୁଛି ଯାହା ସର୍ବମଙ୍ଗଳ ଶୁଭଧାମ ଅଟେ। ସେ ଅନୁରୋଧ କରୁଛନ୍ତି ଯେ ଏହି ଶୁଭ ବେଳାରେ ହିଁ ଅସୁରକୁ ବଧ କରାଯାଉ। ଯାହାଦ୍ୱାରା ଦେବତାମାନଙ୍କର ମଙ୍ଗଳ ହେବ। ହଁ, ଏହା ଦର୍ଶାଉଛି ଯେ ଏହା କେବଳ ଏକ ଶାରୀରିକ ଯୁଦ୍ଧ ନୁହେଁ, ଏହା ଏକ ବ୍ରହ୍ମାଣ୍ଡୀୟ ଘଟଣା ଯେଉଁଥିରେ ସମୟ, ଗ୍ରହ ନକ୍ଷତ୍ର ଏବଂ ଦୈବୀ ସଂକେତର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେବେ ଏହି ସମଗ୍ର ଆଲୋଚନାକୁ ଯଦି ଆମେ ସାରାଂଶରେ ଦେଖିବା, ହଁ ତେବେ କିଛି ପ୍ରମୁଖ କଥା ସାମ୍ନାକୁ ଆସୁଛି। ହଁ ପ୍ରଥମତଃ ମିଶନ ଆଗୋ ଅହଙ୍କାର ପଛର ସିଦ୍ଧାନ୍ତ। ଦ୍ୱିତୀୟରେ ଅପମାନକୁ ପ୍ରତିରୋଧ କରିବା ପରିବର୍ତ୍ତେ ତାକୁ ନିଜ ଶକ୍ତିରେ ପରିଣତ କରିବାର କୌଶଳ। ଆଉ ତୃତୀୟରେ ଏକ ବଡ଼ ସଂଘର୍ଷରେ କେବଳ ବଳ ନୁହେଁ ବରଂ ସଠିକ୍ ସମୟ ଏବଂ ରଣନୀତିର ମହତ୍ତ୍ୱ। ଏକଦମ। ଆଉ ଏହି କାହାଣୀକୁ ଯେଉଁ ଶୈଳୀରେ କୁହାଯାଇଛି ତାହା ମଧ୍ୟ ଏକ କଳା। କେମିତି? ଆପଣ ଦେଖନ୍ତୁ କାହାଣୀଟି କିପରି ଗତି କରୁଛି। ଏହା ଏକ ମନସ୍ତାତ୍ତ୍ୱିକ ଯୁଦ୍ଧରୁ ଆରମ୍ଭ ହେଉଛି। ହଁ। ତାପରେ ଏକ ଭୟଙ୍କର ଶାରୀରିକ ସଂଘର୍ଷରେ ପହଞ୍ଚୁଛି ଯେଉଁଠି କେହି ଜିତି ପାରୁନାହାନ୍ତି ଏବଂ ଶେଷରେ ଏହା ଏକ ସମୟ ବିରୋଧରେ ଦୌଡ଼ରେ ପରିଣତ ହେଉଛି। ମାନେ ଜଗନ୍ନାଥ ଦାସ ପଞ୍ଚଦଶ ଶତାବ୍ଦୀରେ ଏକ ରୋମାଞ୍ଚକର ଥ୍ରିଲର ଲେଖିଛନ୍ତି। ଏଥିରେ କୌଣସି ସନ୍ଦେହ ନାହିଁ। ଯେଉଁଭଳି ଭାବରେ ସେ ଏତେ ବଡ଼ ବଡ଼ ଦାର୍ଶନିକ ଏବଂ ବ୍ରହ୍ମାଣ୍ଡୀୟ ଧାରଣାକୁ ସାଧାରଣ ଲୋକଙ୍କ ପାଇଁ ଏତେ ସରଳ, ସରସ ଆଉ ନାଟକୀୟ ଢଙ୍ଗରେ ପରିବେଷଣ କରିଛନ୍ତି। ସେଥିପାଇଁ ଓଡ଼ିଆ ଭାଗବତ ଆଜି ବି ଘରେ ଘରେ ଆଦୃତ। ଠିକ୍ କହିଲେ। ଆଉ ଏହି ଆଲୋଚନା ଶେଷରେ ଆମ ଶ୍ରୋତାଙ୍କ ପାଇଁ ଏକ ଚିନ୍ତନ ଛାଡ଼ିଯାଉଛି। ଆଚ୍ଛା। ବ୍ରହ୍ମା ଭଗବାନ ବିଷ୍ଣୁଙ୍କୁ ଅନୁରୋଧ କରୁଛନ୍ତି ଯେ ସେ ନିଜର ମାୟା ବା ଦିବ୍ୟ ଶକ୍ତିର ପ୍ରୟୋଗ କରି ଯୁଦ୍ଧକୁ ଶୀଘ୍ର ଜିତନ୍ତୁ। ଏହା ଆମ ପାଇଁ ଏକ ଗଭୀର ପ୍ରଶ୍ନ ସୃଷ୍ଟି କରେ। କ'ଣ ସେଇ ପ୍ରଶ୍ନ? ଆମ ନିଜ ଜୀବନରେ ଆସୁଥିବା ବଡ଼ ବଡ଼ ସମସ୍ୟା ବା ଶକ୍ତିଶାଳୀ ପ୍ରତିବନ୍ଧକର ସାମ୍ନା କରିବା ବେଳେ କେତେବେଳେ ଆମକୁ ଏକ ସମାନ ସ୍ତରର ଲଢ଼େଇ ଲଢ଼ିବା ଉଚିତ ଆଉ କେତେବେଳେ ବୃହତ୍ତର ମଙ୍ଗଳ ପାଇଁ ନିଜର ମାୟା ବା ନିଜର ସ୍ୱତନ୍ତ୍ର ଗେମ୍ ଚେଞ୍ଜିଂ କ୍ଷମତାର ବ୍ୟବହାର କରିବା ଆବଶ୍ୟକ। କ'ଣ ଏକ ସ୍ୱତନ୍ତ୍ର ଶକ୍ତିର ପ୍ରୟୋଗ ବିଜୟର ମହତ୍ତ୍ୱକୁ କମ୍ କରିଦିଏ, ନା ଯେତେବେଳେ ସମଗ୍ର ସଂସାରର ଭାଗ୍ୟ ଦାଉରେ ଲାଗିଥାଏ ସେତେବେଳେ ଏହା ହିଁ ସବୁଠାରୁ ବୁଦ୍ଧିମାନର କାର୍ଯ୍ୟ ହୋଇଥାଏ?